ଆଗକୁ ପାର୍ବଣ ଆସୁଛି ପୁଲିସ ମଧ୍ୟ ସଜାଗ ରହିଛି କିନ୍ତୁ ସେ ସମୟରେ ଲୋକମାନେ ସାଧାରଣତଃ ପାର୍ବଣରେ ନିଜକୁ ମଜା ମଜଲିସରେ ସାମିଲ କରିଦିଅନ୍ତି ଏବଂ ସେହି ସମୟରେ ଅପରାଧୀମାନେ ବିଭିନ୍ନ ସମୟରେ ଛିନତାଇ ଲୁଟ୍ ଏବଂ ଚୋରି କରନ୍ତି। କ'ଣ କହିବେ କେତେ ସୁରକ୍ଷିତ ରହିବେ କ'ଣ ନାଗରିକମାନଙ୍କୁ କ'ଣ ପରାମର୍ଶ ଦେବେ ଏବଂ ସଚେତନ ଭାବେ କ'ଣ ନାଗରିକ ଭାବେ କ'ଣ କହିବେ ଆପଣ? ନିଶ୍ଚିତ ଭାବେ ପାର୍ବଣ ସମୟରେ ଯେଉଁଭଳି ଭାବରେ ସୁସଂଗଠିତ ଅପରାଧୀମାନେ ସେମାନଙ୍କ ଅପରାଧୀମୂଳକ କାର୍ଯ୍ୟ ଜାରି ରଖିବେ ସେଥିରୁ ନିଜକୁ ମୁକ୍ତ ରଖିବାକୁ ହେଲେ ନାଗରିକମାନଙ୍କୁ ମଧ୍ୟ ସଚେତନ ହେବାର ଆବଶ୍ୟକତା ରହିଛି। ଯେଭଳି ପୁଲିସ ପ୍ରଶାସନ ସୁସଂଗଠିତ ଅପରାଧ କରୁଥିବା ଅପରାଧୀମାନଙ୍କୁ ପ୍ରିଭେଣ୍ଟିଭ୍ ଆରେଷ୍ଟ କରିବାର ଆବଶ୍ୟକତା ରହିଛି, ଠିକ୍ ସେହିଭଳି ଆମ ଅଞ୍ଚଳରେ ଯଦି କୌଣସି ଅଜଣା ବ୍ୟକ୍ତି ଆସି ପାର୍ବଣ ପୂର୍ବରୁ ରହୁଛନ୍ତି କିମ୍ବା ସେଭଳି କୌଣସି ସନ୍ଦେହାତ୍ମକମୂଳକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ସେ ସମ୍ପର୍କରେ ମଧ୍ୟ ପୁଲିସ ପ୍ରଶାସନକୁ ଆମେ ସୂଚନା ଦେବାର ଆବଶ୍ୟକତା ରହିଛି। କାରଣ ଯଦି ଆମ ଇଣ୍ଟେଲିଜେନ୍ସର ଫେଲ୍ୟୁଅର୍ ରୁହେ ନିଶ୍ଚିତ ଭାବରେ ଯେଉଁ ଅପରାଧୀମାନେ ଅଛନ୍ତି ସେମାନେ ସେମାନଙ୍କର ଯେଉଁ ଅପରାଧମୂଳକ କାର୍ଯ୍ୟକୁ ବହୁଗୁଣିତ କରିପାରୁଛନ୍ତି। ସାର୍ କ'ଣ କହିବେ ଯେଉଁମାନେ ରେକି କରି ରାତିରେ ଚୋରି କରନ୍ତି ଆମେ ସବୁବେଳେ ପୁଲିସ ଉପରେ ତ ଦୋଷ ଦେଇଦେଲେ ହେବନି, ଆମେ କେତେ ସଚେତନ ରହିବାକୁ ପଡ଼ିବ? ଦେଖନ୍ତୁ ପ୍ରଥମ କଥା ହେଉଛି ଯେ ଆମ ଅଞ୍ଚଳରେ କୌଣସି ଏକ ବ୍ୟକ୍ତି ଯଦି ଗୋଟେ ଘର ଭଡ଼ାଟିଏ ନେଉଛି ଘର ମାଲିକଙ୍କର ଦାୟିତ୍ୱ ଅଛି ଅର୍ବାନ୍ ପୋଲିସ ଆକ୍ଟ ଅନୁସାରେ ସେମାନେ ପୁଲିସକୁ ସେ ସମ୍ପର୍କ ଜଣାଇବା ଏବଂ ପୁଲିସ ନିକଟରେ ମଧ୍ୟ ସେ ସମ୍ପର୍କରେ ରେଜିଷ୍ଟର ରହିବାର ମଧ୍ୟ ଲରେ ପ୍ରାବଧାନ ରହିଛି। କିନ୍ତୁ ଯଦି ସାମାନ୍ୟତମ ଘଟଣା ଆମେ ପୁଲିସ ପ୍ରଶାସନ ପାଖରେ ନ ପହଞ୍ଚି ପାରୁଛେ ତାହେଲେ ପୁଲିସ ଆନୁପାତିକ ହାରରେ ମଧ୍ୟ ଜନସଂଖ୍ୟାର ସେମାନଙ୍କର ଯେଉଁ ଦାୟିତ୍ୱ ରହିଛି ସେ ଦାୟିତ୍ୱ ନିଭେଇବା ପାଇଁ ସେମାନେ ପ୍ରସ୍ତୁତ ହୋଇପାରିବେ ନାହିଁ।